Hi friends, welcome to our channel SBM Coaching Center. Friends, ଆପଣମାନଙ୍କର ବୋର୍ଡ଼ ଏକ୍ଜାମ୍ ପାଖେଇ ଗଲାଣି, ଯାହାକି ଆପଣମାନଙ୍କର ଫେବୃଆରୀ 20 ତାରିଖରେ ହେବ ଆଉ ଅଳ୍ପ ଦିନ ରହିଲା। ତ ଆପଣମାନଙ୍କର ପଢ଼ାପଢ଼ି ଆଶା କରୁଛି ଠିକ୍ ଭାବରେ ଚାଲିଥିବ। ତ ସାଙ୍ଗମାନେ ଆପଣମାନେ ପାଠପଢ଼ା ସହିତ ବିଭିନ୍ନ ପ୍ରକାର ସେଟ୍ ଗୁଡ଼ିକୁ ପ୍ରାକ୍ଟିସ୍ କରନ୍ତୁ, ଯାହାଫଳରେ ଆପଣମାନେ ଜାଣିପାରିବେ ପ୍ରଶ୍ନ ଗୁଡ଼ିକ କେମିତିକା, କେଉଁ ମାଧ୍ୟମରେ ଆସୁଛି, ତାର ଅପସନ୍ କ'ଣ ଆସୁଛି ଏବଂ ଏହାର ସଠିକ୍ ଉତ୍ତର କ'ଣ ହେବ, ଏଗୁଡ଼ିକ ସହିତ ଆପଣମାନେ ପରିଚିତ ହେବେ ଏବଂ ଏଗୁଡ଼ିକ ଅଭ୍ୟାସରେ ପରିଣତ ହେବା ଦ୍ୱାରା ଆପଣମାନଙ୍କର ବୋର୍ଡ଼ ଏକ୍ଜାମ୍ରେ କୌଣସି ଅସୁବିଧା ହେବ ନାହିଁ। ତ ସେଥିପାଇଁ ଆମ ଚ୍ୟାନେଲ୍ ମଧ୍ୟ ନୂଆ ନୂଆ କୋଶ୍ଚିନ୍ ପେପର୍ କିମ୍ବା ପ୍ରାକ୍ଟିସ୍ ସେଟ୍ ଗୁଡ଼ିକୁ ଅପଲୋଡ଼ କରାଯାଉଛି। ତ ଆପଣମାନେ ଆମ ଚ୍ୟାନେଲ୍ ସହିତ ଜଡ଼ିତ ହୋଇ ରୁହନ୍ତୁ ଏବଂ ପ୍ରତ୍ୟେକ ପ୍ରାକ୍ଟିସ୍ ସେଟ୍କୁ ପ୍ରାକ୍ଟିସ୍ କରନ୍ତୁ ଏବଂ ନିଜ ନିଜ ମାର୍କ ମଧ୍ୟ ଚେକ୍ କରନ୍ତୁ, କାହାର କେତେ ମାର୍କ ଆସିଲା। ତ ଆପଣମାନେ ମଧ୍ୟ ନିଜେ ନିଜେ ଜାଣିପାରିବେ ଯେ ଆପଣମାନଙ୍କର କେତେ ସ୍କୋୟାର ରହିଲା। ତ ମୁଁ ଆଜି ଆପଣମାନଙ୍କ ପାଇଁ ନେଇ ଆସିଛି ତୁମର ଶିକ୍ଷା ସମ୍ବାଦ, ଯାହାକି ଆପଣମାନଙ୍କର ଡେଲି ନ୍ୟୁଜ୍ ପେପର୍ ସମ୍ବାଦରେ ଆସିଛି ଏବଂ ଏହାର ଆଜିର ସବଜେକ୍ଟ ହେଉଛି ଫାର୍ଷ୍ଟ ଲାଙ୍ଗୁଏଜ୍ ଓଡ଼ିଆ। ଫ୍ରେଣ୍ଡସ୍, ଆପଣମାନେ ଏହାର ମାର୍କକୁ ନିଜେ ନିଜେ ଚେକ୍ କରିପାରିବେ କେମିତି ନା ମୁଁ ପ୍ରଶ୍ନକୁ ପଢ଼ିବି ଏବଂ ଏହାର ଉତ୍ତର ଗୁଡ଼ିକୁ ମଧ୍ୟ ପଢ଼ିବି। ଉତ୍ତର ପଢ଼ିଲା ପରେ ଉତ୍ତର ମୁଁ କହିବି ଏବଂ ଆପଣମାନେ ଏହା ମୁଁ ଉତ୍ତର କହିବା ଆଗରୁ ସଠିକ୍ ଉତ୍ତର ଯେଉଁଟା ସେଟାକୁ ଆପଣମାନେ ଖାତାରେ ଲେଖନ୍ତୁ। ଯେତେବେଳେ ମୁଁ ସର୍ବପ୍ରଥମେ 50ଟା ଆଜି MCQ ଅବଜେକ୍ଟିଭ୍ ଆଲୋଚନା କରିବା, ତାହେଲେ ଆପଣମାନଙ୍କର ସେଇ 50ଟା ମଧ୍ୟରୁ କେତେଟା ଠିକ୍ ହେଇଛି କେତେଟା ଭୁଲ ହେଇଛି ଆପଣମାନେ ଜାଣିପାରିବେ ଏବଂ ଯେତେଟା ଠିକ୍ ହେଇଥିବ ତାର ହେଉଛି ଆପଣମାନଙ୍କ ପ୍ରକୃତ ସ୍କୋୟାର। ତ ଚାଲନ୍ତୁ ଡେରି ନକରି ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ତାର 1 ନମ୍ବର ପ୍ରଶ୍ନ କହିଛି, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ କେଉଁ ଉପନ୍ୟାସଟି ଜନମାନସରେ ବେଶ୍ ପରିଚିତ? ଏହାର ଅପସନ୍ ଗୁଡ଼ିକ ହେଲା କ କଣ୍ଟାଫୁଲ, ଖ ନୀଳମାଷ୍ଟ୍ରାଣୀ, ଗ କଣା ମାମୁଁ, ଘ ଡଗର। ତ ଆପଣମାନେ ଯଦି ଏହା ରାଇଟ୍ ଆନ୍ସର୍ ଜାଣିଛନ୍ତି ତାହେଲେ ଆପଣମାନେ ଖାତାରେ 1 ନମ୍ବର ଦେଇକିରି ତାର ଅପସନ୍ କ ହେଉ କିମ୍ବା ଖ ହେଉ କିମ୍ବା ଗ ହେଉ ଯେଉଁଟା ସଠିକ୍ ଉତ୍ତର ହେବ ସେଟା ଲେଖନ୍ତୁ ଏବଂ ତାହା ମୁଁ ଯେତେବେଳେ ଉତ୍ତର କହିବି ଆପଣମାନେ ଜାଣିପାରିବେ ଏହା ପ୍ରକୃତରେ ଠିକ୍ ଅଛି ନା ଭୁଲ ଅଛି। ତ ଏହା ରାଇଟ୍ ଆନ୍ସର୍ ହେବ ଅପସନ୍ ଗ ହେବ ରାଇଟ୍ ଆନ୍ସର୍। କେଉଁଟା ନା ଉପନ୍ୟାସ କଣାମାମୁଁ ଉପନ୍ୟାସଟି ଜନମାନସରେ ବେଶ୍ ପରିଚିତ। 2 ନମ୍ବର କହିଛି, ଉତ୍କଳ ଜନନୀର ଶରୀରକୁ କିଏ ଧୋଇ ଦେଇଛି? ଉତ୍କଳ ଜନନୀର ଶରୀରକୁ ସମୁଦ୍ର ଧୋଇ ଦେଇଛି। 3 ନମ୍ବର, ଭୀମ କେଉଁ ଦୈତ୍ୟକୁ ମାରି କୈଳାସ ପର୍ବତକୁ ଉଦ୍ଧାର କରିଥିଲେ? ଭୀମ ଅଶ୍ଳେଷ ଦୈତ୍ୟକୁ ମାରି କୈଳାସ ପର୍ବତକୁ ଉଦ୍ଧାର କରିଥିଲେ। ରାଘବ ସିନ୍ଧୁକୁ ପୋତି କେଉଁଥିରେ ଯିବା ପାଇଁ ବିଚାର କଲେ? ରାଘବ ସିନ୍ଧୁକୁ ପୋତି କେଉଁଥିରେ ଯିବା ପାଇଁ ବିଚାର କଲେ? ସିନ୍ଧୁକୁ ପର୍ବତରେ ପୋତିକିରି ଯିବା ପାଇଁ ବିଚାର କରିଥିଲେ। ରାବଣଙ୍କୁ ଦେବରୂପ ବୋଲି କିଏ ସମ୍ବୋଧନ କରିଥିଲେ? ଶୁଣ ଦେବରୂପ ବୋଲି କହିଥିଲେ। ତ କିଏ? ଶୁକ ସାରଣ ରାବଣଙ୍କୁ ଦେବରୂପ ବୋଲି କହିଥିଲେ। ଦେବରୂପ ଅର୍ଥ, ରୂପ ଅର୍ଥ ଶତ୍ରୁ, ଦେବ ଅର୍ଥ ଦେବ, ଦେବତାମାନଙ୍କ ଶତ୍ରୁ କିଏ? ରାବଣ ବୋଲି କିଏ କହିଥିଲେ? ଶୁକ ସାରଣ କହିଥିଲେ। ଚିଲିକା ତୋହର ଏହି ଶୋଭା ବନ, ବନ ଉତ୍ସବମୟ ଦୃଶ୍ୟ ସାୟନ୍ତନ। ସନ୍ଧ୍ୟା ସମୟର ଚିଲିକାର ଯେଉଁ ଦୃଶ୍ୟଟାକୁ, ସନ୍ଧ୍ୟା ସମୟର ଦୃଶ୍ୟକୁ ଏଠି କ'ଣ କରୁଛନ୍ତି କବି ରାଧାନାଥ ରାୟ? ବର୍ଣ୍ଣ ଉତ୍ସବ ବା ବର୍ଣ୍ଣ ଉତ୍ସବ ଭଳି ଦେଖାଯାଉଛି ବୋଲି କୁହାଯାଇଛି। ଉଚ୍ଚ ଓଙ୍କାର ଧ୍ୱନିକୁ କବିତାରେ କାହା ସହିତ ତୁଳନା କରିଛନ୍ତି? ଉଚ୍ଚ ଓଙ୍କାର ଧ୍ୱନିକୁ କବିତାରେ ସରସ୍ୱତୀଙ୍କ ବାଣୀ ବୀଣା ଝଙ୍କାର ସହିତ ତୁଳନା କରିଛନ୍ତି। ନମି ଅନୁକମ୍ପା ପୟରେ ବନ୍ଦିଲେ ଉଷାର କ'ଣ? ପଦ। ପାଦ ହବନି ସାଙ୍ଗମାନେ, ଉଷାର ପାଦ ହବ ନାହିଁ। ବନ୍ଦିଲେ ଅନୁକମ୍ପାଙ୍କ ପୟରେ ନମି ଅନୁକମ୍ପାଙ୍କ ପୟରେ ବନ୍ଦିଲେ ଉଷାର ପଦ ହବ। ଏଠି ଅନେକ ପିଲା ପାଦ ଲେଖି ଦେଉଛନ୍ତି, ତ ପାଦ ହବ ନାହିଁ, ରାଇଟ୍ ଆନ୍ସର୍ ହବ ପଦ। ନବୀନ ଯୁଗର ତରୁଣମାନଙ୍କ ହାତର କୋଟି ପ୍ରଦୀପ ଦେଖି କେଉଁମାନେ ଶଙ୍କିତ ହୋଇ ଉଠିବେ? କେଉଁମାନେ? ନା ଚନ୍ଦ୍ର ସୂର୍ଯ୍ୟ ତାରାମାନେ ଶଙ୍କିତ ଆଶ୍ଚର୍ଯ୍ୟ ବା ଡରିଯିବେ, ଶଙ୍କା ଆଶା କରିବେ। ମନ ସୁଖ ଲାଗି ମାଟି ମା କେଉଁଥିରେ ହସ କଥା ଭରି ରଖିଛି? ମନ ସୁଖ ଲାଗି ମାଟି ମା ପାଇଁ ନଈ ସମୁଦ୍ରରେ ହସ କଥା ଭରି ରଖିଛନ୍ତି।
ଫକୀରମୋହନ ସେନାପତିଙ୍କ ରଚିତ ଉତ୍କଳ ଭ୍ରମଣ ଅନୁକରଣରେ ଲକ୍ଷ୍ମୀକାନ୍ତ ବା କାନ୍ତ କବି ଲକ୍ଷ୍ମୀକାନ୍ତ କ'ଣ ରଚନା କରିଛନ୍ତି? ତ ଏହା ରାଇଟ୍ ଆନ୍ସର ହେବ କୋଉଟା? କଟକ ସଫର। କାନ୍ତ କବିଙ୍କ ରଚିତ କେଉଁ ଗଳ୍ପରେ ପ୍ରେମ ଓ କରୁଣ ଭାବ ପାଠକମାନଙ୍କର ନିକଟରେ ଅଭୁଲା କାହାଣୀ ହୋଇ ରହିଛି? କୋଉଟା? ବୁଢ଼ା ଶଙ୍ଖାରି। ଆପଣମାନେ ପଢ଼ିଥିବେ ନବମ କ୍ଲାସରେ ବୁଢ଼ା ଶଙ୍ଖାରି ଗୋଟେ କ'ଣ ପ୍ରେମ ଆଉ କରୁଣ ଭାବର ପ୍ରକାଶ କରିଛି ଏଠି। ଗୋବିନ୍ଦା ଭାଇ କିପରି ଲୋକ ଥିଲା? ଗୋବିନ୍ଦା ଭାଇ ଜଣେ ଆଜୀବନ ଅକର୍ମା ଏବଂ ଅପସନ୍ କ ହବନି, ଆଜୀବନ କ'ଣ ହବ? ଅକର୍ମା ଏବଂ ଅବିବାହିତ। ଅପସନ୍ ଖ ହବ ରାଇଟ୍ ଆନ୍ସର। ତାପରେ 14 ନମ୍ବର, କ'ଣ ହେଲେ ଜନ୍ମଭୂମି ସହିତ ସମ୍ବନ୍ଧ ବେଶୀ ଘନିଷ୍ଠ ହୋଇଥାଏ? ତ କ'ଣ ହେଲେ ଆୟୁସୂର୍ଯ୍ୟ ଯେତେ ବଢ଼ି ଚାଲିବ ଜନ୍ମଭୂମି ସହିତ ସେତେ ସମ୍ପର୍କ ସେତେ ଘନିଷ୍ଠ ହେବା କଥା, କିନ୍ତୁ ଘନିଷ୍ଠ ନ ହୋଇକି କ'ଣ କ୍ଷୀଣ ହୋଇକି ଲୀନ ହୋଇଯିବାକୁ ବସୁଛି। ହିନ୍ଦୁମାନଙ୍କ ମତରେ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ହେଲେ କେଉଁ ଉନ୍ନତି ସର୍ବଦା କରଣୀୟ? ତ କେଉଁ ଉନ୍ନତି ହେବ? ଅପସନ୍ ହେବ ଶାରୀରିକ ମାନସିକ ଉନ୍ନତି ସର୍ବଦା କ'ଣ କରଣୀୟ ହେବ। ବୈଜ୍ଞାନିକମାନେ ଡେସ୍ ଓ ଡେସ୍ ଉଦ୍ଭାବନ କରି ମାନବକୁ ଧ୍ୱଂସର ପଥିକ କରିଛନ୍ତି। ତ ରାଇଟ୍ ଆନ୍ସର ଅପସନ୍ ଖ ହେବ କୋଉଟା? ମାରାତ୍ମକ ଗ୍ୟାସ୍ ଏବଂ ବିସ୍ଫୋରକ। ଏଗୁଡ଼ିକ ମାରାତ୍ମକ ଗ୍ୟାସ୍ ଏବଂ ବିସ୍ଫୋରକ ଉଦ୍ଭାବନ କରି ମାନବ କ'ଣ କରିଛନ୍ତି? ଧ୍ୱଂସର ପଥ ଆଡ଼କୁ ପଥିକ କରିଛନ୍ତି। ଓଡ଼ିଶା ବାହାରେ ଲୋକେ ଓଡ଼ିଶା ବିଷୟରେ ପଚାରନ୍ତି। ଓଡ଼ିଶା କ'ଣ ବିହାର ଓଡ଼ିଶା? ତ ରାଇଟ୍ ଆନ୍ସର ହେବ ଅପସନ୍ ଘ ବିହାର ଓଡ଼ିଶା ବୋଲି। ଆଗେ ଓଡ଼ିଶାର ପରିଚୟକୁ ବିହାର ସହିତ ମିଶାଉଥିଲେ, ତ ବିହାର ଓଡ଼ିଶା ବୋଲି ଲୋକମାନେ ଜାଣୁଥିଲେ। ତାପରେ ଦେଖିବା 18 ନମ୍ବର, ଶ୍ରୀରାମକୃଷ୍ଣଙ୍କର କେତେ ଜଣ ସନ୍ନ୍ୟାସୀ ଶିଷ୍ୟ ଥିଲେ? ଶ୍ରୀରାମକୃଷ୍ଣଙ୍କର ସନ୍ନ୍ୟାସୀ ଶିଷ୍ୟ ଥିଲେ 16 ଜଣ। ନିମ୍ନରୁ କିଏ ନାଟ୍ୟ ଭାରତୀ ଉପାଧିରେ ଭୂଷିତ ହୋଇଛନ୍ତି? ନାଟ୍ୟ ଭାରତୀ ଉପାଧିରେ କିଏ? ନା ବାଳକୃଷ୍ଣ ମହାନ୍ତି। ତ ହବନି। ଅପସନ୍ ବି ଅପସନ୍ ଗ ହବ ଜଗମୋହନ ଲାଲା। ତ କୋଉଟା ହବ? ଏଇଟା ମଧ୍ୟ ହବନି। କାର୍ତ୍ତିକ ଚନ୍ଦ୍ର ରଥ ନାଇଁ ଅଶ୍ୱିନୀ କୁମାର ଘୋଷ ନାଟ୍ୟ ଭାରତୀ ରୂପେ ଉପାଧିରେ ଭୂଷିତ ହୋଇଛନ୍ତି। କେଉଁ ମସିହାରେ ସମାଜ ଖବରକାଗଜ ପ୍ରକାଶିତ ହୋଇଥିଲା? ସମାଜ ଖବରକାଗଜ କେଉଁ ମସିହାରେ? 1919 ମସିହାରେ ସମାଜ ଖବରକାଗଜ ପ୍ରକାଶିତ ହୋଇଥିଲା। କାଠୁରିଆ ପ୍ରତି ଲେଖକର ଆଚରଣ କିପରି ଥିଲା? କାଠୁରିଆ ପ୍ରତି ଲେଖକଙ୍କ ଆଚରଣ ଥିଲା ଆନ୍ତରିକତାହୀନ। କାହିଁକିନା ବହୁତ ଭଲ ନଥିଲା, ହିଂସା ଅନୁସୟ ମଧ୍ୟ ନଥିଲା, ବହୁତ ରୁକ୍ଷ ନଥିଲା, ତ ଆନ୍ତରିକତାର ଅନ୍ତରରୁ ହୀନ ଥିଲା। କାଠୁରିଆ ଘୋଡ଼ାଇ ହୋଇ ଅଳ୍ପ ଓସାର ବିଶିଷ୍ଟ ନାଲି ଧଡ଼ିର ଶାଢ଼ୀକୁ ସେ କେଉଁଠାରେ ଲଟକାଇ ଦେଲା? ବେଗୁନିଆ ଗଛ ଡାଳରେ ଲଟକାଇ ଥିଲା। କଳିଙ୍ଗ ମହାରାଜାଙ୍କର ସମସ୍ତ ଆଦେଶ ଶିରୋଧାର୍ଯ୍ୟ ଏ ଉକ୍ତିଟି କାହାର? ଏ ଉକ୍ତିଟି ହେବ ମହାମନ୍ତ୍ରୀଙ୍କର। ଇତିହାସ କାହା ନାମରେ ଉଚ୍ଚସ୍ୱରରେ ପ୍ରଚାର କରିପାରିବ ନାହିଁ? କାହା ନାମ ହେବ? କାହା ନାମକୁ ଅତି ଉଚ୍ଚସ୍ୱରରେ ପ୍ରକାଶ କରିପାରିବ ନାହିଁ? ନା ସାମ୍ରାଜ୍ୟ ସ୍ଥାପନ ନ କରିଥିବା ରାଜାଙ୍କର କଥାକୁ ବା ନାମକୁ ଇତିହାସ ଅତି ଉଚ୍ଚ ସ୍ୱରରେ ପ୍ରଚାର କରିପାରିବ ନାହିଁ। ବେଲ ଅଶ୍ୱତ୍ଥ ଓ ବଟବୃକ୍ଷ ଗଳ୍ପଟି ପ୍ରଥମେ କେଉଁ ପତ୍ରିକାରେ ପ୍ରକାଶ ପାଇଥିଲା? ବେଲ ଅଶ୍ୱତ୍ଥ ଓ ବଟବୃକ୍ଷ ଗଛଟି ପ୍ରଥମେ ନବରବି ପତ୍ରିକାରେ ପ୍ରକାଶ ପାଇଥିଲା। ମଦନପୁର ମୌଜା ଓ ନଟବର ବାବୁଙ୍କ ମୌଜାର ସୀମା ଚିହ୍ନଟ କରୁଥିବା ପ୍ରକାଣ୍ଡ ଗଛଟି କ'ଣ? କୋଉଟା ହବ? ବର ଗଛ ହେଉଛି ମଦନପୁର ଆଉ ନଟବର ବାବୁଙ୍କର ଗାଁକୁ କ'ଣ କରୁଥିଲା? ଚିହ୍ନଟ କରୁଥିଲା। ଫଲ୍ଗୁ ନାଟକଟିରେ କେଉଁ ପରିବାର ଚିତ୍ରିତ ବର୍ଣ୍ଣିତ ହୋଇଛି? ଗୋଟେ ମଧ୍ୟବିତ୍ତ ପରିବାର ଚିତ୍ରିତ ଏଠି ବର୍ଣ୍ଣିତ ହୋଇଛି। ସୁବ୍ରତଙ୍କର ସାରସ୍ୱତ ପ୍ରେରଣାର ଉତ୍ସ କିଏ ଥିଲେ? ସୁବ୍ରତଙ୍କର ସାରସ୍ୱତ ପ୍ରେରଣାର ଉତ୍ସ ଥିଲେ ପୁରବୀ। କୋଣାର୍କ ଏକାଙ୍କିକାଟି କେଉଁ ପ୍ରସଙ୍ଗ ଉପରେ ନାଟ୍ୟାୟିତ ହୋଇଛି? କୋଣାର୍କ ଏକାଙ୍କିକାଟି ମନ୍ଦିରର ଦଧିନଉତି ବସିବା ଉପରେ ନାଟ୍ୟାୟିତ ହୋଇଛି। ଏମିତି ମରିବା ସେମିତି ବି ମରିବା, ଶେଷରେ ଚେଷ୍ଟା କରି ଦେଖାଯାଉ, ଏହା କିଏ କହିଥିଲେ? ଏମିତି ମରିବା ସେମିତି ମରିବା, ତ ଏହା ଚେଷ୍ଟା କରିଥିଲେ
तृतीय शिल्पी बोली कहिथिले। होई हेले प्राप्त बुद्धत्व गौतम तपसिद्ध या को वाक्य कह जाई परिबो नाही कारण एथिरे डेस रो अभाव अछि। कारण एथिरे कोन हो अछि आसक्तिर अभाव अछि। समस्त वाक्यर समापिका क्रिया युक्त अंश को कौन कह जाए? समस्त वाक्यर समापिका क्रिया युक्त अंश को खंड वाक्य बोली कहबा। वाक्य क्रिया सकर्म कहिथिले कर्मपदटी केउंठी बसिबो? जदि गोटे वाक्य रे क्रिया जदि सकर्म कहिछि तो कर्मपद निश्चित रूपे कौन क्रिया पूर्वरु बसिबो। गिरिपथ भाव रे खाइबर सबुठारु लंबा अटे वाक्यटी को संक्षेपण कले हेबो कौन यथा खाइबर गिरिपथ खाइबर दीर्घतम गिरिपथ अटे। सूत्र एठारे वाक्य संक्षेपण केउ उपाय रे होइछि? एठारे वाक्य संक्षेपण को उपाय होइछि? तद्धित पद द्वारा होइछि। दुई बा ततोधिक परस्पर सापेक्ष खंडवाक्यर समन्वय केउ वाक्य गठित होइथाय? दुई बा सापेक्षिक परस्पर खंडवाक्य रे गठित होइथाय वाक्य को आमे यौगिक वाक्य बोली कहबा। कोन कहबा? यौगिक वाक्य। सरी साग माने यौगिक नहीं तो ये जटिल हम। ऑप्शन को हम राइट आंसर जटिल। निम्न प्रदत्त क्यों शब्द रे विसर्ग संधिजात दंत स परिवर्ते मूर्धन्य स रे परिवर्तित होइछि? कोडा हम तद्धित पदटी। सरी सरी निष्पाप निहि युक्त पाप तो ये कौन हम निष्पाप हम। पूज्यास्पद यही शब्द रे केउं प्रकार अशुद्धि रही? पूज्यास्पद ये केउं प्रकार अशुद्धि रही? विशेष्यगत अशुद्धि रही। 38 नंबर निम्न प्रदत्त केउंटी शब्दर शुद्ध रूप अटे? शब्दर शुद्ध रूप होची अनुदित तो अ न रे लघुकार हम अनुदित हम। तांकर डैश नाती तांक विफलतार कारण अटे रूढ़ी द्वारा शून्यस्थान पूर्ण कर। तांकर डैश नाती तांक विफलतार कारण अटे तो राइट आंसर कोड हम तांकर हुंका पिटा नाती तांक विफलतार कारण अटे। बहु अवंतर कथा कहिबा एही रूढ़ी को बुझाउथुबा एही अर्थ को बुझाउथुबा रूढ़ीटीर अर्थ कौन? कौन कुहा मुंडा कपिला। कुहा मुंडा कपिलार अर्थ होची बहु अवंतर कथा कहिबा। खूब सतर्कता सह नियम पाली नियम मानि काम करिबा एथिपई निम्नलिखित केउं लोकवाणीटी उपयुक्त अटे? को लोकवाणी हम ना खंडाधार रे चलिबा। खंडाधार रे चलिबा रूढ़ीर अर्थ होची खूब सतर्कता सह नियम मानि काम करिबा। अंध देश को गली दर्पण बिकी एही लोकवाणीटीर अर्थ कौन? एही लोकवाणीटीर अर्थ हैला मूर्खक आगरे तत्व कथा बखाणिबा। जेकोसी कवितारे बा जेकोसी कविता केउंथिरे विभक्त? जेकोसी कविता केते गुड़िए पद को ने पदरे विभक्त होइछि। क्षमासागर पितवास क्षमिले बलराम दास तो पद्यांशटी केउं छंद रे रचना कराइछि? उक्त पद्यांशटी को छंद हबो? कोटा हबो कोटा गुजरी हबो। गुजरी कहीं ना अक्षर संख्या जो न भागवत बाणी बा गुजरी बोली कहबा तो अक्षर संख्या 9 अच्छी से कौन है गुजरी बोली कहबा। कविता को किए गतिशील कराई थाए? कविता को किए गतिशील कराई थाए? छंद कविता को गतिशील कराई थाए। चोखी छंद रे केते पादरे एक पद हबो? चोखी छंद रे 4 पादरे एक पद होइथाए। प्रकृतिर सौंदर्य विभव किंबा अधिक गुण विशिष्ट वस्तु को अलंकार शास्त्र रे कौन कह जाए? अलंकार शास्त्र रे उपमान बोली कहबा। खंड खंड धला मेघ सुनील अंबरे भासई बोईत जथा नील समुद्र रे उक्त उपरोक्त पद्यांश रे केउ अलंकार प्रयोग कराइछि? को अलंकार हबो? उपमा अलंकार प्रयोग कराइछि। खेपणी खेपणे तोहरी सलिले हीरकर उत्स उठिला सलिले एठारे केउ अलंकार प्रयोग कराइछि? एठारे को अलंकार?
ଖେପଣି ଖେପଣେ ତୋହରି ସଲିଳେ ହୀରକ ଉଚ୍ଛ ଉଠିଲେ ସଲିଳେ। ତ ଏଠି ସଲିଳେ ଏଠି ମଧ୍ୟ ସଲିଳ ଅଛି କିନ୍ତୁ ଏ ସଲିଳର ଅର୍ଥ ଅଲଗା। ତ ଏଇଟା ହେବ କ'ଣ ଗୋଟିଏ ପଦ ଅଛି କିନ୍ତୁ ତାର ଅର୍ଥ ଅଲଗା ଅଛି। ଏଠି ଯମକ ଅଳଙ୍କାର ହେବ। ତାପରେ କହିଛି ନିମ୍ନରୁ ଉତ୍ପେକ୍ଷାବାଚକ ଶବ୍ଦଟି ଚିହ୍ନାଅ। ତ ଉତ୍ପେକ୍ଷାବାଚକ ଶବ୍ଦଟି କ'ଣ ହେବ ସତେ। ତ ସାଙ୍ଗମାନେ ଏବେ ଆମେ 50ଟି MCQ ଆଲୋଚନା କଲେ। ଏହି 50ଟି MCQରୁ ଆପଣମାନଙ୍କର କେତେ ସ୍କୋୟାର ରହିଲା ତାହା ନିଶ୍ଚିତ ରୂପେ ଆପଣମାନେ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ ଏବଂ ଆପଣମାନେ ଏଗୁଡ଼ିକୁ ବାରମ୍ବାର ପ୍ରାକ୍ଟିସ୍ କରନ୍ତୁ। ପ୍ରାକ୍ଟିସ୍ କରିବା ଦ୍ୱାରା ଆପଣମାନଙ୍କ ବୋର୍ଡ଼ ଏକ୍ଜାମରେ ନିଶ୍ଚିତ ଆପଣଙ୍କ ପାଇଁ ହେଲ୍ପଫୁଲ୍ ହେବ। ଆଉ ଏଥିରୁ ମଧ୍ୟ କେତେକ ପ୍ରଶ୍ନ ବୋର୍ଡ଼ ପରୀକ୍ଷା ନିଶ୍ଚୟ କନଫର୍ମ ଦେଇକି କହୁଛି ଆସିବ। ତ ପ୍ରତିଦିନ ମୁଁ ନେଇ ଆସିବି ଆପଣମାନଙ୍କର ପାଇଁ ଏହି ପ୍ରାକ୍ଟିସ୍ ସେଟ୍ ଗୁଡ଼ିକ। ଯଦି ଆପଣମାନେ ଆମ ଚ୍ୟାନେଲରେ ନୂଆ ଅଛନ୍ତି ତେବେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ଟି ଦବାଇ ଦିଅନ୍ତୁ ଏବଂ ଅଲ୍ ନୋଟିଫିକେସନ୍ କ୍ଲିକ୍ କରିଦିଅନ୍ତୁ। ଯାହାଫଳରେ କି ଆପଣମାନେ ସର୍ବପ୍ରଥମେ ଆପଣ ସମସ୍ତ ଭିଡ଼ିଓର ନୋଟିଫିକେସନ୍ ପାଇପାରିବେ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଲାଇକ୍ କରିଦେବେ ଏବଂ ସାଙ୍ଗମାନଙ୍କ ପାଖକୁ ମଧ୍ୟ ସେୟାର କରିଦେବେ। ସେମାନେ ମଧ୍ୟ ନିଜ ନିଜ ମାର୍କକୁ ଚେକ୍ କରିପାରିବେ।